Hello friends, welcome to my YouTube channel Simple Online Education. So friend, ओडिशा सबऑर्डिनेट स्टाफ सिलेक्शन कमिशन तरफରୁ ବହୁତ ବଡ଼ ଅପଡେଟ୍ ଟିଏ ରହିଛି। ଚାଲନ୍ତୁ এই ଭିଡ଼ିଓରେ ଆପଣମାନଙ୍କୁ ମୁଁ କମ୍ପ୍ଲିଟ୍ ଇନଫର୍ମେସନ୍ ଦେବି। ତ ଆମର ଆଡଭର୍ଟାଇଜମେଣ୍ଟ ଟିଏ ଆସିଛି, ଯାହାକି ଆମର 29 ଡିସେମ୍ବର 2023ରେ ଆସିଯାଇଛି। ତ ଏଇଟା କ'ଣ ନା ଆମର କମ୍ବାଇନ୍ଡ ରିକ୍ୱାରମେଣ୍ଟ ଏକ୍ଜାମିନେସନ୍ 2023 ଆମର ଯେଉଁ ରହିଛି ଆର୍ଆଇ, ଆଇସିଡିଏସ୍ ସୁପରଭାଇଜର, ଏଆର୍ଆଇ, ଅମିନ୍ ଆଉ ଏସ୍ଏଫ୍ଏସ୍ ପଦବୀରେ ନିଯୁକ୍ତି ହେବା ପାଇଁ এই কম্বাইন্ড রিক্ୱାରମେଣ୍ଟ ଏକ୍ଜାମିନେସନ୍ର ନୋଟିସ୍ଟି ଆସିଛି, ଯାହାକି ଆମର ଅନଲାଇନ୍ ଆପ୍ଲାଏ ଆମର 30/12/2023ରୁ 31/1/2024 ମଧ୍ୟରେ ଆପଣ ଆପ୍ଲାଏ କରିପାରିବେ। ଆମର ଯେଉଁ ଅଫିସିଆଲ୍ ୱେବସାଇଟ୍ ଅଛି www.odisha-subordinate-staff-selection-commission.gov.in ଏଇଟାରେ ଆପଣ ଆପ୍ଲାଏ କରିପାରିବେ। ବର୍ତ୍ତମାନ ଆମେ ଦେଖିବା, ଯଦି ଆପଣ ରେଭିନ୍ୟୁ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ହେଇଯାଉଛନ୍ତି ତାହେଲେ ଆପଣ ଦରମା କେତେ ପାଇବେ। ଦରମା ଯଦି ଆମେ ଦେଖିବା 35,400ରୁ 1,12,400 ମଧ୍ୟରେ ଆପଣ ଦରମା ପାଇଯିବେ। ସାର୍ ଯଦି ଆଇସିଡିଏସ୍ ସୁପରଭାଇଜରରେ ଯଦି ଆପଣ ନିଯୁକ୍ତି ହେଉଛନ୍ତି ତାହେଲେ ଦରମା ରହିବ 35,400ରୁ 1,12,400 ମଧ୍ୟରେ ଦରମା ରହିବ। ଯଦି ଆସିଷ୍ଟାଣ୍ଟ ରେଭିନ୍ୟୁ ଇନ୍ସପେକ୍ଟର ପଦବୀରେ ଯଦି ଆପଣ ନିଯୁକ୍ତି ହେଇଯାଉଛନ୍ତି ତାହେଲେ ଦରମା ରହିବ 19,900ରୁ 63,200 ମଧ୍ୟରେ ଦରମା ରହିବ। ଅମିନ୍ ପାଇଁ ସେଭଳି ଅମିନ୍ ପାଇଁ ଆମର 18,000ରୁ 56,900 ମଧ୍ୟରେ ଆପଣ ଦରମା ରହିଛି। ଷ୍ଟାଟିଷ୍ଟିକାଲ ଆମର ଫିଲ୍ଡ ସର୍ଭେୟର ପାଇଁ ଆମର 18,000ରୁ 56,900 ମଧ୍ୟରେ ଦରମା ରହିଛି। ତାହେଲେ କେଉଁ ପଦବୀ ପାଇଁ ଆମର କେତେ ଦରମା ରହିଛି ଆପଣମାନେ ଜାଣିପାରିଥିବେ। ବର୍ତ୍ତମାନ ଆମେ ଯିବା ଏଲିଜିବିଲିଟି କ୍ରାଇଟେରିଆ। ଯଦି ଆପଣ ରେଭିନ୍ୟୁ ଇନ୍ସପେକ୍ଟର ପଦବୀରେ ନିଯୁକ୍ତ ଆମର ଆପ୍ଲାଏ କରିବା ପାଇଁ ଯାଉଛନ୍ତି ତାହେଲେ ଆପଣ ନିଶ୍ଚିତ ଆପଣଙ୍କ ପାଖରେ ବ୍ୟାଚଲର ଡିଗ୍ରୀ ଥିବା ଦରକାର। ତା ସହିତ ଆପଣଙ୍କୁ 1 ଜାନୁଆରୀ 2023 ସୁଦ୍ଧା ଆପଣଙ୍କୁ 20 ବର୍ଷ ହୋଇଯାଇଥିବା ଦରକାର ଏବଂ ମାକ୍ସିମମ୍ ଏଜ୍ 38 ବର୍ଷ ହୋଇଥିବା ଦରକାର। ସେଟା ଆଇସିଡିଏସ୍ ସୁପରଭାଇଜର ପାଇଁ ଆମର ମିନିମମ୍ ଏଜ୍ ରହିଛି 21 ବର୍ଷ ଏବଂ ମାକ୍ସିମମ୍ ଏଜ୍ ରହିଛି 38 ବର୍ଷ। ସେଟା ଏଆର୍ଆଇ ଆଉ ଅମିନ୍ ପାଇଁ ଆମର ମିନିମମ୍ ଏଜ୍ ରହିଛି 20 ବର୍ଷ ଏବଂ ମାକ୍ସିମମ୍ ଏଜ୍ ରହିଛି 38 ବର୍ଷ। ଏହା ସହିତ ଆପଣ ନିଶ୍ଚିତ ଭାବରେ ଆମର +2 ପାସ୍ କରିଥିବା ଦରକାର। ଯଦି ଆପଣ +2 ପାସ୍ କରୁଛନ୍ତି ତାହେଲେ ନିଶ୍ଚିତ ଭାବରେ ଏହି ପଦବୀ ପାଇଁ ଆପଣ ନିଶ୍ଚିତ ଭାବରେ ଆପ୍ଲାଏ କରନ୍ତୁ। ଆମର ଷ୍ଟାଟିଷ୍ଟିକାଲ ଆମର ଫିଲ୍ଡ ସର୍ଭେୟର ପାଇଁ +2 ପାସ୍, ତା ସହିତ ଆପଣଙ୍କୁ ମିନିମମ୍ ଏଜ୍ କେତେ ହେଇଥିବା ଦରକାର ନା 21 ବର୍ଷ, ମାକ୍ସିମମ୍ 38 ବର୍ଷ ହୋଇଥିବା ଦରକାର। ଏହାପରେ ଆମେ ବର୍ତ୍ତମାନ ଦେଖିବା କି ଆମର ଏକ୍ଜାମିନେସନ୍ ଫି, ଆମର ଏକ୍ଜାମିନେସନ୍ ଫି କେତେ ରହିଛି। ତ ଆମର ଏଇ ଯେଉଁ କମ୍ବାଇନ୍ଡ ଏକ୍ଜାମିନେସନ୍ ପାଇଁ କୌଣସି ବି ଆପଣଙ୍କୁ ଫି ଦେବା ପାଇଁ ପଡ଼ିବ ନାହିଁ। ବର୍ତ୍ତମାନ ଆପଣ ଦେଖନ୍ତୁ କି ଆମର ପ୍ଲାନ୍ ଅଫ୍ ଏକ୍ଜାମିନେସନ୍, ଏଇ ଆମର ଏକ୍ଜାମର ଆମର କେଉଁ ସବଜେକ୍ଟରୁ ଆସୁଛି, କେତେ ମାର୍କ ଆସୁଛି, ଏଇଟା ଆପଣ ଦେଖନ୍ତୁ। ତ ଏଇଟା ଆମର 3ଟି ଫେଜ୍ରେ ଏକ୍ଜାମଟା ହେବ। ଗୋଟେ ଫେଜ୍ 1 ଆମର ପ୍ରିଲିମିନାରୀ ଏକ୍ଜାମିନେସନ୍ ହେବ, ଯାହାକି MCQ ଟାଇପ୍, ଏବଂ ଆମର ପ୍ରଥମ ପେପର ରହିଛି ମ୍ୟାଥମେଟିକ୍ସରେ ଆମର 20ଟି କ୍ୱେଶ୍ଚନ୍ ଆସିବ ପିଲାମାନେ, ଏବଂ ଯାହାର ମାର୍କ ରହିଛି 20 ମାର୍କ। ଜେନେରାଲ ଷ୍ଟଡିଜ୍ ଆମର 20ଟି କ୍ୱେଶ୍ଚନ୍ 20 ମାର୍କ, ଇଂଲିଶରେ 20 ମାର୍କ, ଓଡ଼ିଆରେ 20 ମାର୍କ, ଲଜିକାଲ ରିଜନିଂରେ ଆମର 20 ମାର୍କ। ଟୋଟାଲି ଆମର 100ଟି କ୍ୱେଶ୍ଚନ୍କୁ 100 ମାର୍କ। ଟାଇମ୍ ହେଉଛି ଆମର ଏକ ଘଣ୍ଟା କେତେ ମିନିଟ୍, 1 ଘଣ୍ଟା 30 ମିନିଟ୍ ରହିଛି ପିଲାମାନେ। ବର୍ତ୍ତମାନ ଆମେ ଦେଖିବା ଆମର ଯେଉଁ ମେନ୍ ଏକ୍ଜାମିନେସନ୍ଟା ବି ଆମର MCQ ଟାଇପ୍ ରହିବ। ଏବଂ ଯଦି ଏହାକୁ ଦେଖିବା ମ୍ୟାଥମେଟିକ୍ସରୁ ଆସିବ ପିଲାମାନେ 40ଟି କ୍ୱେଶ୍ଚନ୍ 40 ମାର୍କ, ଏବଂ ଜେନେରାଲ ଷ୍ଟଡିଜ୍ 40 ମାର୍କ, ଇଂଲିଶରୁ ଆସିବ 40 ମାର୍କ, ଓଡ଼ିଆରୁ 20 ମାର୍କ, କମ୍ପ୍ୟୁଟରରୁ ଆସିବ 40 ମାର୍କ। ଟୋଟାଲି 180ଟି କ୍ୱେଶ୍ଚନ୍ର 180 ମାର୍କ ରହୁଛି। ଟାଇମ୍ ରହୁଛି 3 ଘଣ୍ଟା ରହୁଛି ପିଲାମାନେ। ଏହାପରେ ତୁମର ରହିବ ପ୍ରାକ୍ଟିକାଲ ସ୍କିଲ୍ ଟେଷ୍ଟ, ଯାର ଆମର ମାର୍କ ରହୁଛି 50 ମାର୍କ। ଟାଇମ୍ ରହୁଛି 1 ଘଣ୍ଟା। ତ ଆପଣମାନେ ଜାଣିପାରିଥିବେ କି କେଉଁ ଏକ୍ଜାମ୍, ଆମର ଯେଉଁ ଏକ୍ଜାମ୍ଟି ରହିଛି କେଉଁ ସବଜେକ୍ଟରୁ ଆସୁଛି ଏବଂ କେତେ ମାର୍କ ଆସୁଛି। ଏବଂ ନେଗେଟିଭ୍ ମାର୍କିଂ ଅଛି ପିଲାମାନେ। ଏବଂ ଆମର 3ଟି କ୍ୱେଶ୍ଚନ୍ରେ ଯଦି ଆପଣ 3ଟି କ୍ୱେଶ୍ଚନ୍ ଭୁଲ କରୁଛନ୍ତି ତାହେଲେ 1 ମାର୍କ ଆପଣଙ୍କର କଟିଯିବ। ହେଲା, ଏଇଟା ଭଲ ଭାବରେ ଜାଣିଥିବେ, ଯାହାକି ଆମର ପ୍ରିଲିମିନାରୀ ଆଉ ମେନ୍ ଏକ୍ଜାମିନେସନ୍ରେ ଅଛି। ବର୍ତ୍ତମାନ ଆମେ ଦେଖିବା
कि आमर मेरिट लिस्ट किभଳି आसिबो एवं आमर स्क्रीनिंग लिस्ट फॉर मेन एग्जामिनेशन कैंडिडेट विल बी शॉर्टलिस्टेड 5 टाइम्स द नंबर ऑफ वैकेंसी। तो जते आमर वैकेंसी रही तार 5 गुणा पिलांको आमर मेन एग्जामिनेशन पाई सिलेक्ट करा जिवो एवं मेन एग्जामिनेशन क्वालिफाई करथिबा आमर 3 गुणा पिलांको आमर प्रैक्टिकल स्किल टेस्ट पाई निया जिवो। यापर डॉक्यूमेंट वेरिफिकेशन रहिबो तापर आमर काउंसलिंग रहिबो और रिजल्ट टी आपनकर www.o3c.gov.in रे आपण माने जाईकी यार रिजल्ट देखि पारिबे। तापर देखंतु कि रेवेन्यू इंस्पेक्टर पाई हमर को डिस्ट्रिक्ट रे केते वैकेंसी अछि बिला एटा आपण निश्चित भाबरे देखि नियंतु को डिस्ट्रिक्ट रे केते वैकेंसी रहिछि बुझिला। देखंतु भलो भाबरे देखंतु एवं जेहेतु हमरो आरआई एआरआई अमीन आईसीडीएस सुपरवाइजर एवं हमरो एसएफएस रो एग्जाम टा हमरो मे किबा जून रे हबो मे आ जून रे एग्जाम हबो तो आपण मानक पाखर भी समय मध्य कम से अनुसार आपण मानक कठिन परिश्रम करबा पई पड़िबो। तो बिना परिश्रम रे कोनोसी भी सफलता तुम पाखरे पहुंची पारिबो नहीं। कर्म भूमि पर फल के लिए श्रम सबको करना पड़ता है, रब सिर्फ लकीरें देते हैं, रब सिर्फ लकीरें देता है, रंग हमको भरना पड़ता है। तो हमको केवल भाग्य उपर दोष दबार नहीं, हमको परिश्रम निजर कर्म उपर भी मध्य दोष दबा पड़ो। जदि आम कौन सफलता पाउचंती तार सेटा हमर भाग्य बोली कहबा नहीं, हमर कर्म कठिन परिश्रम ही हमको सही सफलता दे पारि। तो सही अनुसार आपण मानक परिश्रम करंतु देखंतु हमर एग्जाम जदि आप निश्चित भाव दिन को 6 ରୁ 7 घंटा पढ़ुचंती ताले निश्चित भाव ये आमर ओ त्रिपल रो एग्जाम गुड़िक क्रैक कर पारिबे। तो मु आशा करुच्ची कि वीडियो माध्यम रे आपण मानकू आमर कंप्लीट इन्फॉर्मेशन दे पारथिबी। यदि वीडियोटी भल लगिଥାଏ ताले वीडियोटी को लाइक करंतु एवं साथ साथी मानक मध्य वीडियोटी को शेयर करंतु एवं आम चैनल को सब्सक्राइब करंतु। धन्यवाद। जय जगन्नाथ।